ବିଜୁ ଜନତା ଦଳ বা ବିଜୁ ଜନତା ଦଳ ସହିତ ସମ୍ପର୍କ ଥିବା ଜଣେ ହିଁ ବ୍ୟକ୍ତି କାହାରି କି ଏପର୍ଯ୍ୟନ୍ତ ଠୋସ୍ ପ୍ରମାଣ ଥିଲେ ମଧ୍ୟ ଭାରତୀୟ ଜନତା ପାର୍ଟିର ଯେଉଁ ସରକାର ଆସିଛି ତାକୁ ତା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ବା ଅନୁସନ୍ଧାନ କରିବାର ଦେଖାଯାଉନି। ଆମ ହାତରେ ଗୋଟିଏ ପହଞ୍ଚିଛି ସମ୍ବାଦ ପହଞ୍ଚିଛି ଗୋଟିଏ ଇନଫର୍ମେସନ। ସେ କଥାଟି ହେଉଛି ଜଣେ ବ୍ୟକ୍ତି ଜଣେ ନାମକରା ବ୍ୟକ୍ତି ଭଲ ଗୋଟେ ସୋର୍ସ ଦେଲା, ତାର ସୋର୍ସ ଉନ୍ମୋଚନ କଲା, ଖୋଜିଲା, ପାଇଲା, କରିକି ଦେଲା ଆମର ଯେଉଁ ୟୁଡବ୍ଲ୍ୟୁ ତାଙ୍କ ପାଖରେ ଦେଲା। ତାକୁ କହିଲା ଯେ ଏଇଗୁଡ଼ିକୁ ଆମେ ଦେଖିଛୁ, ସେ ଅମୁକ ବ୍ୟକ୍ତି ଯାହାଙ୍କ ବିରୁଦ୍ଧରେ ଦିଆଗଲା ସେ ହେଉଛନ୍ତି ବିଜୁ ଜନତା ଦଳର ବିଧାୟକ। ସେ ଯେଉଁ ବ୍ୟକ୍ତିଙ୍କ ବିରୁଦ୍ଧରେ ଏ ଯାହା ଖବର ସବୁ ଖବର ଗୁଡ଼ିକ ଦିଆଗଲା ପରେ ୟୁଡବ୍ଲ୍ୟୁ କ'ଣ କଲେ ନା ତାକୁ ପଠେଇଦେଲେ ପୋଲିସ ଏସ୍ପି ପାଖକୁ ଯେ ତମେ ଆକୁ ଇନକ୍ୱାରି କରିକି ଦିଅ। ଆପଣ ଦେଖିବେ ସେ ଚିଠି ଦେଲେ 28/13/2025 ଏସ୍ପି କିଛି କଲେ ନାହିଁ, କୌଣସି ରେଜିଷ୍ଟ୍ରି ବି କଲା ନାହିଁ। ରେଜିଷ୍ଟ୍ରି ଏଇ ଯେଉଁ କେସ୍ର ରେଜିଷ୍ଟ୍ରେସନ ବି କଲା ନାହିଁ। ତାପରେ ପୁଣି ଏକ ଚିଠି ସେ ଦେଲେ ଆପଣଙ୍କର 9/1/26 ଏବେ ଆଜି ହେଇଗଲାଣି 10 ଦିନ ଏପର୍ଯ୍ୟନ୍ତ ମଧ୍ୟ କେସ୍ ରେଜିଷ୍ଟ୍ରେସନ ହେଲା। ପ୍ରାଇମା ଫେସି ନୁହେଁ, ଅନେକ ତଥ୍ୟ ଅଛି, ସେ ତଥ୍ୟ ଗୁଡ଼ିକ ପ୍ରାମାଣିକ ତଥ୍ୟ ଅଛି। ସେ ଯେଉଁ ଭଦ୍ର ବ୍ୟକ୍ତି ଦେଇଥିଲେ ଅଭିଯୋଗ ଆଣିଥିଲେ ସେ ସମସ୍ତ ତଥ୍ୟ ପ୍ରାମାଣିକ ତଥ୍ୟ ଗୁଡ଼ିକ ମଧ୍ୟ ତା ସହିତ ଯୋଗ କରିକି ଦେଇଛନ୍ତି। ସମସ୍ତ ତଥ୍ୟ ସେ କିପରି ଭାବରେ ତାଙ୍କର ଇନକମ୍ ଟ୍ୟାକ୍ସ ସେ ବାରମ୍ବାର ଗତ 12 ବର୍ଷ 14 ବର୍ଷ ଧରିକିରି ଅତି ଅଳ୍ପ ପଇସାର ଇନକମ୍ ଟ୍ୟାକ୍ସ ରିଟର୍ନ ଦାଖଲ କରିଛନ୍ତି। ଅଥଚ ସେଇ ବ୍ୟକ୍ତି ଭଦ୍ର ବ୍ୟକ୍ତିଙ୍କର ଯେଉଁ କମ୍ପାନୀ ବିଭିନ୍ନ ଜାଗାରେ ଦୋକାନ ବଜାର ସବୁ ଯାହା ଖୋଲିଛନ୍ତି ତାଙ୍କର ଯେଉଁ ଆର୍ଥିକ ବ୍ୟବସ୍ଥା ସ୍ଥିତି ଯଥେଷ୍ଟ ଅଧିକ, ମାନେ କୋଟି କୋଟି ଟଙ୍କାର ବ୍ୟବସ୍ଥା ନିଜ ପାଖରେ ରହିଛି। ଅଥଚ ସେ ସମସ୍ତଙ୍କୁ ଦେଖେଇଛନ୍ତି ଯେ ମୋ ଆୟ ହେଉଛି ଏତିକି। ଏ ପ୍ରମାଣ ଗୁଡ଼ିକ ସେ ଯେଉଁ ସୋର୍ସ ଯେ ଦେଇଛନ୍ତି, ଯେଉଁ ଭଦ୍ରବ୍ୟକ୍ତି ଦେଇଛନ୍ତି ପୋଲିସକୁ ଦେଲେ, ଆକୁ ଦେଲେ, ୟୁଡବ୍ଲ୍ୟୁକୁ ଦେଲେ। ୟୁଡବ୍ଲ୍ୟୁ ପୋଲିସ କି ପଠେଇଲା, ଏସ୍ପି କି ପଠେଇଲା। ଏ ରାଜ୍ୟରେ ବିଜୁ ଜନତା ଦଳ ବିଜେପି ଏକ ଭିତରେ ଯେଉଁ ଅଛି ଗୋଟେ ରହିଛି ଚୁକ୍ତି ରହିଛି, ଅଲିଖିତ ଚୁକ୍ତି ରହିଛି। ସେ ଚୁକ୍ତିଟି ହେଉଛି ତମେ ଆଉ କ'ଣ କରୁଛ କର, ଆମ ରାଜନେତା ମାନଙ୍କୁ ଧରିବ ନାହିଁ। ଆମେ ଯେଉଁ ନେତାମାନେ ଆମ ସାଙ୍ଗେ ଯାହାଙ୍କର ସମ୍ପର୍କ ଅଛି ତମେ ଧରିବ, କାରଣ ଆମେ ତମକୁ ଧରି ନଥିଲୁ, ତମେ ଆମକୁ ଧରିବ। ଏହି ମର୍ମରେ ତାଙ୍କ ଭିତରେ ଗୋଟେ ଚୁକ୍ତି ରହିଛି, ତାର ପ୍ରମାଣ ହେଉଛି ଏ ବ୍ୟବସ୍ଥା। ଆଜି ପର୍ଯ୍ୟନ୍ତ ଏତେ ତଥ୍ୟ ଯୋଗାଇଲା ପରେ ମଧ୍ୟ ଏସ୍ପି ରେଜିଷ୍ଟ୍ରି କରିନାହାନ୍ତି କେସ୍। ଆଜି ପର୍ଯ୍ୟନ୍ତ ଏତେ ତଥ୍ୟ ଯୋଗାଇଲା ପରେ ମଧ୍ୟ ୟୁଡବ୍ଲ୍ୟୁ ଯାହାର କାମ ହେଉଛି, କାରଣ ଆ ଉପରେ ମୁଁ ଆପଣମାନଙ୍କୁ କହିଲି ଏ ଭଣ୍ଡାରୀ ପୋଖରୀ ନିର୍ବାଚନ ଉପରେ ମଧ୍ୟ ଗୋଟିଏ କେସ୍ ହେଇଛି, ଇଲେକ୍ସନ କେସ୍ ହେଇଛି, ନିର୍ବାଚନ କେସ୍ ହେଇଛି। ସେଥିରେ ମଧ୍ୟ ଏଇ ଭଦ୍ର ବ୍ୟକ୍ତି ଯିଏ ସେ ମଲ୍ଲିକ ଯିଏ ଏମଏଲ୍ଏ ହେଇଛନ୍ତି ସେ ସତ୍ୟପାଠ କରିଛନ୍ତି, ଅନେକ ଅସତ୍ୟ ତଥ୍ୟ ଦେଇକିରି, ମାନେ ତଥ୍ୟ ନାହିଁ ଭୁଲ ତଥ୍ୟ ଦେଇଛନ୍ତି, ତଥ୍ୟ କମେଇକିରି ଦେଇଛନ୍ତି ସବୁ ବ୍ୟବସ୍ଥା, ଏବଂ ସେଥିରେ ମଧ୍ୟ ସେ କଥା ମଧ୍ୟ ଉଦ୍ଧାର କରାଯାଉଛି। ସୋ ଦିଟା କେସ୍, ଗୋଟେ ହେଉଛି ପୋଲିସ କେସ୍, ଏ ଯେଉଁ ପଇସା ଆତ୍ମସାତ କରିବା ବା ପଇସା ଆୟ ବହିର୍ଭୁକ୍ତ ସମ୍ପତ୍ତି ଠୁଳ କରିବା କେସ୍, କରପସନ କେସ୍। ଆଉ ଗୋଟିଏ ହେଉଛି ଯେ ସତ୍ୟପାଠ କରିନଥିବା ବା ଭୁଲ ସତ୍ୟପାଠ କରିଥିବା ମକଦ୍ଦମା ଇଲେକ୍ସନ କମିଶନ। ସେ ଯେଉଁ ଇଲେକ୍ସନରେ ଛିଡ଼ା ହେଲା ବେଳେ ଆମେ ସମସ୍ତଙ୍କୁ ଯେଉଁ ସତ୍ୟପାଠ କରିଥାଉ ସେ ସତ୍ୟପାଠ ସଠିକ ଭାବରେ କରାଯାଇନି। ଏ ସବୁ କେସ୍କୁ ଚପେଇ ଦେବା ପାଇଁ ଗୋଟେ ଉଦ୍ୟମ ଚାଲିଛି। ବିଜୁ ଜନତା ଦଳ ବିଜେପି ଭିତରେ ଏଇ ସମଝୋତା ହେଇଛି କି ନାହିଁ, ଆମେ ଏ ଚିଠି ଆପଣଙ୍କ ପାଖରେ ଦବୁ। ଚିଫ୍ ସେକ୍ରେଟାରୀ ବା ହୋମ୍ ସେକ୍ରେଟାରୀ ଏ ଚିଠିର ହିସାବ କୈଫତ ଦେବେ ରାଜ୍ୟବାସୀ। ଚିଫ୍ ସେକ୍ରେଟାରୀ ହୋମ୍ ସେକ୍ରେଟାରୀ ହେଉଛନ୍ତି ରାଜ୍ୟବାସୀଙ୍କର ଆଡମିନିଷ୍ଟ୍ରେଟିଭ ପ୍ରତିନିଧି। ଆମେ ଏ ଚିଠିର ଦୁଇଟି ଯାକ ଚିଠି ଆପଣଙ୍କ ସାମ୍ନାରେ ଦେଖାଉଛୁ। ଆର ଉତ୍ତର ଚିଫ୍ ସେକ୍ରେଟାରୀ ହୋମ୍ ସେକ୍ରେଟାରୀ ଆପଣମାନଙ୍କୁ ଡାକି ଦିଅନ୍ତୁ ବା ପ୍ରେସ୍ ନୋଟରେ ଦିଅନ୍ତୁ, ସାରା ରାଜ୍ୟବାସୀଙ୍କୁ ଦେବେ। ଏହା ହିଁ ହେଉଛି ଆମର ଉଦାହରଣ। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु ना।